शांति शांति शांति। गुरुर्ब्रह्मा गुरुर्विष्णु गुरुर्देवो महेश्वरः गुरुरेव परब्रह्म तस्मै श्री गुरवे नमः। समस्तजनकल्याणे निरतं करुणामयं नमामि चिन्मयं देवं सद्गुरुं ब्रह्मविद्वरम् सद्गुरुं ब्रह्मविद्वरम्। विद्यारण्य ईश्वर विषୟରେ କହୁଛନ୍ତି ଏବଂ ଅନେକ मतवादी अद्वैत को ଛାଡ଼ିଲା ପରେ ଯୋଉ ଉପାସନା ଈଶ୍ୱର ବିଷୟରେ ରଖୁଛନ୍ତି ସେମାନଙ୍କର କହୁଛନ୍ତି ଉତ୍ତମ ଏବଂ ଅଧମ ଭାବ। ଇଏ ଗୋଟେ ଶବ୍ଦଟି ଦେଇଥିଲେ 218ରେ। ଉତ୍ତମ ଏବଂ ଅଧମ ଭାବ ଇଏ ମଧ୍ୟ ଭ୍ରାନ୍ତି। ପ୍ରଥମେ କହିଲେ ଉତ୍ତମ ଅଧମ ଭାବ କଣ ବୁଝିବା ଦରକାର। କହୁଛନ୍ତି ଅଧମ ମାନେ ଯିଏ କେବଳ ତୃଣ ଆଦିକୁ ପୂଜା କରିକି ରହିବ, ଆଉ ଯେ ଉତ୍ତମ ମାନେ ଯିଏ ପୁରା ଶ୍ରେଷ୍ଠ ଉତ୍ତମ ପର୍ଯ୍ୟନ୍ତ ଦ୍ୱୈତ ପର୍ଯ୍ୟନ୍ତ ସାଂଖ୍ୟ ଦର୍ଶନରେ ମଧ୍ୟ ରହିବ, ତାକୁ କହନ୍ତି ଉତ୍ତମ ଏବଂ ଅଧମ ଭାବ। ତ ତୃଣକୁ ଯିଏ ପୂଜା କରିବ ସିଏ ଅଧମ, ଆଉ ଯିଏ ଯୋଗ ଦର୍ଶନରେ ଈଶ୍ୱରଙ୍କର ପରିଭାଷା ଦେଇଛି, ଈଶ୍ୱରଙ୍କୁ ପୂଜା କରିବ, ଈଶ୍ୱରଙ୍କର ଉପାସନା କରିବ, ସିଏ ହଉଛି ଉତ୍ତମ। ତ ବୋଧେ ଏଇ ଯୋଉ ଅଧମ ଉତ୍ତମ ୟାର କଣ ବ୍ୟବହାର? ये स्वप्न तमें राजा हो। एग्जाम्पल देखो, भाव स्वप्ନରେ ତମେ ରାଜା ହଉଛ ଏବଂ ସ୍ୱପ୍ନରେ ତମେ ଭିखाରୀ ହଉଛ। ଇଏ କଣ ଏଇ ଦିଟା ଯାକ? କିଛି ନାହିଁ, ସ୍ୱପ୍ନ ମାତ୍ର। ଯିଏ ରାମଲାଲା ବର୍ତ୍ତମାନ ନାଟକରେ ଅଛି, ପଇସା ପାଖରେ ନାହିଁ, ସ୍ତ୍ରୀ ସବୁ ବିଗୁଡୁଛି, ତମେ ଇଏ ଡ୍ରାମା କରିକି ବର୍ତ୍ତମାନ ଇଏ ମଦ ଫଦ ପିଉଛ, ପଇସା ଆଣିକି ଦିଅ ତବେ ଯାଇକି ମୁଁ ରାନ୍ଧିବି। ତ ଏତେ ପ୍ରୋବ୍ଲେମ। କିନ୍ତୁ ବର୍ତ୍ତମାନ ଯେତେବେଳେ ସେ ଡ୍ରେସ୍ ପିନ୍ଧଉଛି, ତାର ମୁଛ ହଉଛି, ମୁକୁଟ ପିନ୍ଧଉଛି, ସିଏ ବର୍ତ୍ତମାନ କଣ କରୁଛି? ଦାନ ଦେଇ ଦଉଛି। ବର୍ତ୍ତମାନ ଘରେ ନାହିଁ, ରିଏଲିଟିରେ ଘରେ ନାହିଁ, ନାଟକରେ କରିବାକୁ ପଡୁଛି। ସେଟାକୁ ସେ ସ୍ୱପ୍ନରେ କହିଦେଲେ କି ସ୍ୱପ୍ନରେ ବି ରାଜା ହଉଛ, ସ୍ୱପ୍ନରେ ବି ଦରିଦ୍ର ହଉଛ, ଭିକ ମାଗୁଛ। ଜନକ ରାଜାକୁ ମନେ ପକାଅ, କଣ ଏଇଟା? ସ୍ୱପ୍ନରେ ସତ୍ୟ ଲାଗିବ ଯେ ପର୍ଯ୍ୟନ୍ତ ସ୍ୱପ୍ନ ଅଛ, ସ୍ୱପ୍ନ ସରିଲା ପରେ ଆଉ ସତ୍ୟ କଣ? ଦିଟା ଯାକ ମିଥ୍ୟା ହେଇଯିବ। ସପନେ ହୋଇ ଭିକାରୀ ନୃପୁ ରଙ୍କୁ ନାକପତି ହୋଇ। ସ୍ୱପ୍ନରେ ରାଜ୍ୟ ଅଥବା ଭିକ୍ଷା ସମାନ ଭ୍ରାନ୍ତ ପୁରୁଷ। ସପନେ ହୋଇ ଭିକାରୀ ନୃପ, ଭିକାରୀ ବର୍ତ୍ତମାନ ରୋଡରେ ଖାଇକି ଶୋଉଥିଲା, ସେ ଦେଖିଲା କି ଗୋଟେ ମାନେ ଯାତ୍ରା ଯାଉଛି, କଣ ରାଜା ବସିଛନ୍ତି ହାତୀ ଉପରେ, ଆଉ ବହୁତ ସୁନ୍ଦର ଘୋଡ଼ା ଆଦି ସବୁ ଦେଖିଲା। ତ ତା ମନରେ ଆସିବ ନା ମୁଁ ଏମିତି ହେବି। ହୁଁ? ଜଣେ ବ୍ରହ୍ମଚାରୀ କୋର୍ସ କଲା ଏବଂ ଫାର୍ଷ୍ଟ ଟାଇମ୍ ଗାଁକୁ ଆସିଲା। ଚାଲି ଚାଲି ଯେତେବେଳେ ଆସିଲା, ପାହାଡ଼ ଉପରେ 12 ବର୍ଷ ସାଧୁ ସହିତ ରହୁଥିଲା। ତ ସାଧୁ କହିଲେ ହେଇଗଲା ବେଟା, ଏବେ ତୁ ତୋର ଯାହା ଯାହା କରିବୁ ତୁ ଗୃହସ୍ଥ କର। କହିଲି ଠିକ ଅଛି। କହିଲେ ନାଇଁ ମୁଁ ଗୃହସ୍ଥ କରିବିନି। ତାହେଲେ ତ ନିଜେ ନିଜେ ଗାଁ ପାଖରେ ଗୋଟେ ଆଶ୍ରମ କରିକି ଚଳ, ଆଉ କଣ। ତ ଏଇଟା ତୋର ତ ତୁ ଚଳିବୁ। ଗଲା ମନେ ମନେ ଭାବିଲା, ମୁଁ ବ୍ରହ୍ମଚାରୀ ସନ୍ନ୍ୟାସୀ ହେବି, ଆଶ୍ରମରେ କୋଉଠି ଗୋଟେ ତିଆରି କରିବି, ହେଲା। ତ ଯେତେବେଳେ ଚାଲି ଚାଲି ଆସିଲା, ବହୁତ ଶୋଷ ଲାଗିଲା। ସେ କଣ କଲା କି ଗୋଟେ କୂଅରେ ପାଣି ପିଇଲା, ଥକାନ ଆସିଗଲା। ତ ସେ ଯୋଉ କୂଅର ଯୋଉ ପୁନାଦି କହନ୍ତିନି, ସେଇଟାରେ ଶୋଇଲା।
ସେ ତ ଜାଣିଛ ମୁଁ ତ ଏତେ କଣ୍ଟ୍ରୋଲ ବାଲା, ଯୋଗାସନ କରେ, ମୋ ଶରୀରଟା ଯେମିତି ସେମିତି ରହିବ। ତ ଏମିତି ଜଷ୍ଟ ଗଡୁଛି, ଏପଟେ କଣ ହେଇଛି, ରାଜାଙ୍କର ପାଲିକି ଆସିଲା। ରାଜା ବସିଛନ୍ତି, ଇଏ ଫିର ବାହା ହେଇଛନ୍ତି ସେ ରାଜା। ତ ରାଜା ରାଣୀ ବି ବସିଛନ୍ତି। ତ ରାଣୀ ପାଲିକି ଭିତରେ ବସିଛନ୍ତି। ତ ଏଇ ସମୟରେ କଣ ହେଇଛି, ଅ ଲୋକ ଆସିକି ନେଇଗଲେ, ତାର ବାପା ମା ଖୁସି ହେଇଗଲେ, ବହୁତ ବଢିଆ, ଆସ ବେଟା। ସେ କହିଲା କି ମୁଁ ଆସିଲି, ମୋର କୋର୍ସ ସରିଲା, ମୁଁ ଗୋଟେ ଆଶ୍ରମ ନା ଆଶ୍ରମ ଫାଶ୍ରମ ନାହିଁ, ଗୋଟେ ଝିଅକୁ ଦେଖି ସାରିଲେଣି, ଝିଅ ସହିତ ତମେ ବାହା ହବ ନା। ବିଲକୁଲ ମାନିବା କଥା ନାହିଁ, ତମ ଗୋଟିଏ ପୁଅ ମୋର, ସମସ୍ତେ ଅପେକ୍ଷା କରିଛନ୍ତି, ଆଉ ବସ୍ ତମେ ବାହା ହେଇଯିବ। ଉପାୟ ନାହିଁ, ବାହା ହେଲେ। ତ ଯେତେବେଳେ ବାହା ହେଲେ, ଭୋଗ ତ କରିବାକୁ ପଡିବ। ସେ ଯାହା ଗୋଟେ ପୁଅଟି ହେଲା। ଯେତେବେଳେ ପୁଅଟି ହେଲା, ଉଁ, ପୁଅଟା ଟିକେ ମାଙ୍କ କ୍ଷୀର ପିଉଥିଲା। ଆଉ କ୍ଷୀର ସରିଲା ପରେ ମା, ତାର ସ୍ତ୍ରୀ ଯିଏ, ଏ ଯୋଉ ବ୍ରହ୍ମଚାରୀର ସ୍ତ୍ରୀ, ଆଉ ବ୍ରହ୍ମଚାରୀ କଣ ଗ୍ରସ୍ତ ହେଇଗଲାଣି। ତ ସେ କାହାଣୀଟା ଶୁଣନ୍ତୁ। ଶୁଣୁଛୁ ସ୍ୱାମୀଜୀ, କୁହନ୍ତୁ, ଆପଣ ଆଗେ ବଢନ୍ତୁ। ତ ଦେନ୍ କଣ ହେଲା କି, ସିଏ ଆ, କ୍ଷୀର ପିଇଲା ପରେ ଛୁଆଟା ସରିଲା, ତ ସ୍ତ୍ରୀ, ଯିଏ ସ୍ତ୍ରୀ ପତ୍ନୀ ଭାବିଲା ମୁଁ ଟିକେ ଶୋଇବି, ତେଣୁ ଅ, ମଝିରେ ଜାଗା ବି ଦରକାର, ଖଟ ଛୋଟ ଥିଲା ବୋଧେ। ତ କହିଲା ଟିକେ ଘୁଞ୍ଚୁନ। ସେ କହିଲା ହଁ, ଘୁଞ୍ଚିଲେ। ନା ଆଉ ଟିକେ ଘୁଞ୍ଚ କରିକି, ପତ୍ନୀ ସ୍ନେହରେ ଟିକେ ଛୁଆକୁ ମଝିରେ ରଖିଥିଲା, ଆଉ ଟିକେ ଠେଲିଦେଲା। ଯେତେବେଳେ ଠେଲିଦେଲା ଆଉ ଟିକେ, ସେ ଖଟ ତଳେ ପଡ଼ିଗଲା। ଯେତେବେଳେ ଖଟ ତଳେ ପଡ଼ିଲା, ସେ ରିଏଲି ଖଟ ତଳେ ପଡ଼ିନି, କୂଅ ତଳେ ପଡ଼ିଲା। ହଁ, ସିଏ ସ୍ୱପ୍ନ ଦେଖୁଥିଲା। ସ୍ୱପ୍ନଟା ଆରମ୍ଭ କୋଉଠୁ ହେଲା? ସେଇଟା ଆପଣ ସ୍ୱାମୀ କହିନାହାନ୍ତି, ସ୍ୱାମୀଜୀ। ସିଏ ଯୋଉ ତାର ଗାଁର ଲୋକ ପିତାମାତା ଆସିଲେ ନା, ସେଇଠୁ ସ୍ୱପ୍ନ ଷ୍ଟାର୍ଟ ହେଇଗଲା। ସିଏ ଯୋଉ କୂଅର ପୁନାଦିରେ ଦେଖୁଥିଲା କଣ, ରାଜାଙ୍କର ସେଇଟା ସତ୍ୟ ଥିଲା। ବାସ୍ ଯେତେବେଳେ ପଳେଇଗଲା ଯାତ୍ରା, ଆଖି ବନ୍ଦ କଲା, ଦେନ୍ ଷ୍ଟାର୍ଟ ହେଇଗଲା କଣ, ତାପରେ ନେକ୍ସଟ ବାପା ମା ଆସିଗଲେ, ସେଇଟା ସ୍ୱପ୍ନ। ତ ବର୍ତ୍ତମାନ ତଳେ ପଡ଼ିଲା, ତଳେ ପଡ଼ି ଯାହା ହଉ ସବୁ ଉଠିଲା। ଉଠିକି ଅ, ଇଏ ସତ୍ୟ ଉଠିଲା। ଇଏ ସ୍ୱପ୍ନ ନୁହଁ। ଉଠିଲା ପରେ ଗାଁରେ ଯେତେବେଳେ ପହଞ୍ଚିଲା, ଏମିତି ସ୍ୱାଗତ ଫାଗତ ହେଇନି, କାରଣ ଏ କାହାକୁ ତ ଦେଇନି, ଖବର ତ ଦେଇନି। ଯାହା ହଉ ବାପା ମା ବହୁତ ଖୁସି ହେଇଗଲେ। କହିଲେ ଯାହା ହଉ ତୁ ଆସିଲୁ ବଟ, ବର୍ତ୍ତମାନ ଗୋଟେ ଝିଅରେ ବାହାଘର ବିଲକୁଲ ନାହିଁ। ନା କଣ, କାହିଁ ବାହା ହବୁନି? ନା ସ୍ୱପ୍ନର ସ୍ତ୍ରୀ ମତେ କୂଅରେ ପକେଇଲାଣି, ସତରେ ସ୍ତ୍ରୀ ମତେ କଣ କୁଆଡେ ପକେଇବ, ଏଣୁ ମୋର ଦରକାର ନାହିଁ ବାହା ହବା। ସ୍ୱପ୍ନେ ଭିକାରୀ ହୋଇ ନୃପ, ସ୍ୱପ୍ନରେ ଭିକାରୀଟା ନୃପ ରାଜା ହେଇଯାଉଛି। ସେ ଦେଖୁଛି ମୁଁ ରାଜା ହେଇଛି। ରଙ୍କୁ ନାକପତି ହୋଇ, ରଙ୍କୁ ଯିଏ ଦରିଦ୍ର, ସିଏ ନାକପତି ମାନେ ସ୍ୱର୍ଗପତି ହେଇଯିବ। ଜାଗେ ହାନି ନା ଲାଭ କଛୁ, ଯେତେବେଳେ ସିଏ ମନୁଷ୍ୟ ଜାଗ୍ରତ ହେଇଯିବ, ନା ହାନି ଲାଭ। କହିବ ନାଇଁ 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 ନାଇଁ, ଇଏ କହିବ କଣ, ଏଇ ରଙ୍କ ଯିଏ, ମାନେ ଭିକାରୀ ଯିଏ, କହିବ ମୋ ରାଜ୍ୟ ଚାଲିଗଲା, ମୋ ରାଜ୍ୟ ଚାଲିଗଲା। ନାରଦଜୀଙ୍କୁ ବି ଏଇ ପ୍ରୋବ୍ଲେମ ଥିଲା ନା, ମାୟା ଦେଖିବା ପାଇଁ ଯାଉଥିଲେ, କାନ୍ଦୁଛନ୍ତି, କହୁଛନ୍ତି ମୋର ସବୁ ଚାଲିଗଲା। ନାରଦ, ଭଗବାନ କୃଷ୍ଣ କହୁଛନ୍ତି କଣ ଚାଲିଗଲା? ପାଣି ପରା ଆଣିବା ପାଇଁ କହିଥିଲି। କମଣ୍ଡଳୁ ନେଇକି ଗଲେ, ମତେ ଶୋଷ ଲାଗୁଛି, ପାଣି ଆଣିବା ପାଇଁ, ଦେଖିଲେ ଆସିଲେନି ତ। ହଁ ହଁ, ସତ କଥା ତ, ପାଣି। ତ କେତେ ସମୟ ହେଇଛି? କେତେ, ମ୍ୟାକ୍ସିମମ୍ 4-5 ମିନିଟ। ନା ନା, ମୁଁ ରାଜା ହେଲି, ମତେ ଇଏ କରିଲେ, ମୁଁ ଅନେକ ଦେଶ ଆକ୍ରମଣ କରିଛି, ମୋର ଛୁଆ ହେଲେ, ମୁଁ ଆଗ ବାହା ହେଲି, ତାପରେ ଛୁଆ ହେଲେ, କେତେ କଣ। ତ ମୋର ସ୍ତ୍ରୀ ମଲା ପରେ ଯାଇକରି ମୁଁ ଶ୍ରାଦ୍ଧ କରିବା ପାଇଁ ଆସିଥିଲି।
ମିନିମମ୍ ମୋର 50 ବର୍ଷ। ହଁ ହଁ ହଁ, 50 ବର୍ଷ। 5 ମିନିଟ୍ ହେଇଛି, ଏଇ ଯୋଉ ତମେ ସବୁ ଦେଖୁଛ ନା, ହଁ, ଏସବୁ ସ୍ୱପ୍ନ ମାୟା। ତମେ କହିଲେ ମୁଁ ଆପଣଙ୍କ ମାୟା ଦେଖିବା ପାଇଁ ଚାହୁଁଛି, ମୁଁ ଦେଖେଇଲି। ଓ ମାତ୍ର 5 ମିନିଟ୍ ହେଇଛି ନା? ତ ଇଏ ରିଏଲିଟି କଣ 5 ମିନିଟ୍? ଆଉ 50 ବର୍ଷର ଯୋଉ ଦେଖିଲେ, ସବୁ ମାୟା ସ୍ୱପ୍ନ। ଇଏ ଯଦି ଭିକାରୀ ଉଠିଲା ପରେ କାନ୍ଦିବ, ନାଇଁ ନାଇଁ ମୋର ରାଜ୍ୟ କୋଉଠି ଗଲା, ମୁଁ କେମିତି ହବା, ସେମିତି ଆଜ୍ଞା ଆମେ ଯୋଉ ଭୋଗ କରୁଛୁ ଏ ସବୁ ସ୍ୱପ୍ନ। ଯେତେବେଳେ ଜାଣିଦେବା ସେଇ ଏସବୁ କିଛି ନାହିଁ, ନଥିଙ୍ଗ। हानि लाभ कछु तिमि प्रपंच जियो होई। ये जो प्रपंच ना, से कौन है जो नथिंग। ओहो, अनित्य। ये सब जिनस अनित्य है। तो ଆପଣ କଣ କହିବା ପାଇଁ ଚାହୁଁଛନ୍ତି? ତସ୍ମା ଦେର ଫୋର, ତସ୍ମା ଯେତେବେଳେ ଲାଗିବ ନା, ଜଣ କି କନକ୍ଲୁଜନ କରିକି କିଛି ଗୋଟେ ଟପିକ କହିବା ପାଇଁ ଚାହୁଁଛନ୍ତି। ଏ ଯୋଉ ଜୀବ ଈଶ୍ୱର ଧନ୍ଦାରେ ତମେ ପଢୁଛ ନା, କଣ କି ଜୀବ या ईश्वर या सब नहीं। उठो। 219। तस्मात् मुमुक्षुभिर्नैव तस्मान् तस्मान्मुमुक्षुभिर्नैव मतिर्जीवे सवादयः। मतिर्जीवेशवादयोः। कार्या किन्तु ब्रह्म तत्त्वम् कार्य किन्तु ब्रह्म तत्त्वम् विचार्य बुध्यतां च तत्। विचार्यं बुध्यतां च तत। तस्मात् देयरफॉर मुमुक्षुको ही, मुमुक्षुକୁ କଣ କରିବା ଉଚିତ? जीव ईशवाद यो। ये जो जीववाद ईश्वरवाद। अब जैन धर्म जैन दर्शन कौन कହୁଛି ନା ଜୀବ ହଉଛି ମଧ୍ୟମ ପରିଣାମ। ନ୍ୟାୟ ଦର୍ଶନ କଣ କହୁଛି ନା ଜୀବ ହଉଛି ଅଣୁ। ବୈଶେଷିକ ମଧ୍ୟ ତାର ଭାଇ ସିଏ ମଧ୍ୟ ଅଣୁ। फिर वैष्णवादी ना जीव होची चेतन विभू। ताहा ही सत्य, यही वास्तविक अर्थ। अच्छा, सांख्य कौन कହୁଛି जीव अनेक। ହଁ, ଆଉ ଈଶ୍ୱର ବିଷୟରେ ଦେଖ, ଈଶ୍ୱର ବିଷୟରେ କିଏ? ଏକ ଦେଶୀୟ। ଆଉ କିଏ? କିଏ ଈଶ୍ୱର ମାନୁନାହାନ୍ତି, ତାଙ୍କ ନାଁ ହଉଛି ନିରୀଶ୍ୱରବାଦ। ଚାରବାକ, ସାଂଖ୍ୟ, ଅନ୍ୟାନ୍ୟ ସବୁ ଈଶ୍ୱରକୁ ମାନୁନାହାନ୍ତି। ଇଭେନ୍ ବୌଦ୍ଧ। फिर ଆଉ କେତେ ଜଣ କହୁଛନ୍ତି ନାଇଁ ଈଶ୍ୱର ହଉଛନ୍ତି କର୍ତ୍ତା। ଆଉ କେତେ ଜଣ କହୁଛନ୍ତି ନାଇଁ ଈଶ୍ୱର ହଉଛି ଅକର୍ତ୍ତା। ଆଉ କହୁଛନ୍ତି ଈଶ୍ୱର କେବଳ ଉପାଦାନ କାରଣ। ଆଉ କହୁଛନ୍ତି ଧତ ଈଶ୍ୱର ହଉଛି ନିମିତ୍ତ କାରଣ। ଆଉ କିଏ କହୁଛନ୍ତି ଈଶ୍ୱର ଅବତାର ନେଲେ। ଆଉ ଗଲେ ସିଏ। ଆଉ କିଏ କହୁଛନ୍ତି ଈଶ୍ୱର ନିରାକାର। ଆଉ କିଏ କହୁଛନ୍ତି ନାଇଁ ସାକାର। ଏସବୁ ଈଶ୍ୱର ବିଷୟକ ବିବାଦ ସବୁ ଚାଲିଛି। ତ ଆମେ କରିବୁ କଣ? ଆପଣ ଏମିତି ସବୁ କହୁଛନ୍ତି ନା ତସ୍ମାତ୍ ମୁମୁକ୍ଷୁଭିଃ ନ ଏବ ମତି ଜୀବ ଈଶବାଦେୟ। ଜୀବ ଈଶ୍ୱର ବାଦରେ ତୁମେ ମତି ରଖ ନାହିଁ। ଫେର କଣ କରିବ? କାର୍ୟା କରିବ ତ ତାହେଲେ କିଛି କରିବାନି କି? କ୍ଲାସ ବନ୍ଦ କରିଦବା କି? ନା ନା, ବିଦ୍ୟାରଣ୍ୟ ସମିତି କହୁଛି ବନ୍ଦ କୋଉଠି କରିବ? ଏବେ ତ ମୁଁ ଆରମ୍ଭ ମାନେ ଅଳ୍ପ ହେଇଛି। ମ୍ୟାକ୍ସିମମ୍ ତମ 500-600 ଶ୍ଲୋକ ଯାଇ ମାନେ ଯାଇନବି 500-600। 300-400 ଶ୍ଲୋକ ହେଇଛି, ଆହୁରି ଚାଲିବ। 1500ଟା ଅଛି। ତେଣୁ କରିବ ମାନେ ବନ୍ଦ କରିବନି, କଣ୍ଟିନ୍ୟୁ କରିବ। ତାହେଲେ କରିବୁ ଆମେ କଣ? कार्य। किंतु किंतु कार्य ब्रह्म तत्व विचार्य। ब्रह्म तत्व पर विचार करो। ये जीव एंड ईश्वर जो परे से होते हैं ब्रह्म तत्व बुद्ध्यताम, ताको ही जानो। अच्छा, ताले जीव और ईश्वर विचार व्यर्थ? नहीं, व्यर्थ नहीं।
ତମେ ତାକୁ ଯଦି ଅ, ମାନେ କ୍ୱେଶ୍ଚିନ୍ ଆନ୍ସର ଉପରେ ରଖିବ ତାହେଲେ ଭଲ କଥା। କି ହେ ଗୁରୁଦେବ, ମୁଁ ଜୀବ ବିଷୟରେ ଏହା ଭାବୁଛି, ଈଶ୍ୱର ବିଷୟରେ ଏହା ଭାବୁଛି, ତେଣୁ ଗୁରୁଦେବ ଉତ୍ତର ଦେବେ। ପୂର୍ବ ପକ୍ଷ ଉପରେ ରଖିବ ଚଳିବ। ଅଲ୍ଟିମେଟଲି ଯେତେବେଳେ ଆନ୍ସର ଦଉଛନ୍ତି ଗୁରୁ ଆଚାର୍ଯ୍ୟ, ସେଇଟାକୁ ମାନିବ। ଓକେ, है ना। तो 220 କହୁଛନ୍ତି ପୂର୍ବ ପକ୍ଷତୟା ତୌ ଚେତ୍ पूर्वपक्षतया तौ चेत् तत्त्वनिश्चय हेतुताम् तत्त्वनिश्चयहेतुता प्राप्नुतोऽस्तु निमज्जस्व प्राप्नुतोऽस्तु निमज्जस्व तयोर्नेतावतावशः। तयोर्नैतावतावसः। पूर्व पक्ष माने प्रश्न, उत्तर पक्ष माने सिद्धांति। ये शंकराचार्यଙ୍କର ଭାଷା। ସେ ଭାଷ୍ୟରେ ଷ୍ଟାର୍ଟ କଲେ, ସେଇଠୁ ହିଁ ପୂର୍ବ ପକ୍ଷ। ବେଦବ୍ୟାସ ମଧ୍ୟ ଦେଇଛନ୍ତି ସେ ମଧ୍ୟ। ତ ପୂର୍ବ ପକ୍ଷ ଅର୍ଥାତ୍ ପ୍ରଶ୍ନ ହିସାବରେ ତମେ ପଚାରି ପାରିବ ଜୀବ ବିଷୟରେ, କି ଆମେ ଏମିତି ଶୁଣିଛୁ, ଆମେ ଏମିତି ଜାଣିଛୁ, ଏମିତି ଅନୁଭବ କରୁଛୁ, ଦେନ୍ ଉତ୍ତର ଦେବେ। ସେଇଟା କିଛି ଅସୁବିଧା ନାହିଁ। ମାନେ युक्ति, शास्त्रानुकूल युक्ति अनुसार तर्कानुसंधीयता, तर्क कर, तर्क अनुसंधीयता, किंतु शास्त्र विधान उक्तम हवा दरकार। शास्त्र अनुसार जमती कहुई शास्त्र मेथड से कर, तमें किसी असुविधा ना। वितर्क करनी, कुस्तर्क विनिर्त्यज्यताम, कुस्तर्क को त्याग करो, कुतर्क त्यज्यताम। शंकराचार्य कहते कुतर्क करनी, नहीं नहीं एमती हम सेमती हम ना, मानि जाओ। पचार से बारंबार क्लास पर कहूनी कि पचारतु, आस्क, बी फ्री। क्लास मझे किसी ना नथिंग। मोर सत्संग भी किए कौन पचार देले, मु फर्स्ट नुआ जगह मु कहे कि डोंट आस्क इन द बिटवीन। एक तो रिकॉर्डिंग भी हो एवं डिस्टर्बांस हो, जस्ट लिसन। पर पचार मुझे कह प्रश्न पचारतु। एणु पूर्व पक्ष रखिपर जीव विषय, ईश्वर विषय, कि अल्टीमेटली तुम ब्रह्मर चिंतन कर। ब्रह्मर चिंतन जो कर विचार कर से बुद्धि तो लगे पड़ो। प्रश्न स्वागतम, उचित मध्य, तेज जाकि विचार कर प्रमाण हम। कि अलरेडी कौन हो देखुची, मुझे जहाँ घंटाटे प्रवचन देती विषय पचारे तार लाभ कौन। अध्यारोप अपवाद अनन्य अध्यास अलरेडी मुझे ता विषय नहीं कह। हाँ धरी पारे अलग कथा। ये समझे आप जोटा कहले मुझे धरी पारे, आउ थे कहते रिपीटेशन कारण अच्छी आवृत्ति, अभ्यास। छलिंग कहुई किस दिन पूर्व चलता टॉपिक चलो। कारण टेक्निकल वर्ड तार गोटे, एक तो टेक्निकल वर्ड मन पड़ूनी, जमती चक्रिका दोष, आत्माश्रय दोष, बदत व्याघात दोष, अनवस्था दोष। अब ये हठात चार विषय कोटे गोटे मन पड़ोनी, कारण अनभ्यास शास्त्र विषम। अभ्यास जदि करनी, हाँ मु मन अच्छे कौ गोटे मु 2000 पूर्व साउथ वॉलंडर गीता देते से शुणी बस पर कह आउ शुण ना आमर सब हो जाइए कौन हो जाइए तो स्टार्टिंग यंग समय रे धरी हबनी। बर्तमान मेच्योरिड हेलानी, बर्तमान भल भाव शुणा उचित। वक्तार मेच्योरिटी, श्रोतार मेच्योरिटी। केवे कह उचित न कि मोर हो गला
ନା ବାରମ୍ବାର ବିଚାର କରିବା ଅଛି। ତେଣୁ ତା ଦୃଷ୍ଟିରେ ଯଦି ପ୍ରଶ୍ନ ପଚାରୁଛ ଚଳିବ, କିଛି ଅସୁବିଧା ନାହିଁ। କାରଣ ବିଚାର ତ କରିବାକୁ ପଡେ, ବ୍ରହ୍ମ ବିଚାର, ଆଉ ଉପାୟ ନାହିଁ। କିନ୍ତୁ ତମେ କଣ କରୁଛ, ଜୀବ ବିଷୟରେ ଯୋଉଟା ଭାବୁଛ ନା, ସାଂଖ୍ୟ ଦର୍ଶନ କଣ କରୁଛି ଜୀବ ବିଷୟରେ, ଯୋଗ ଦର୍ଶନ କଣ କରୁଛନ୍ତି ଜୀବ ବିଷୟରେ, ସବୁ ବାନ୍ଧି କହୁଛନ୍ତି ଇଏ ଯଥାର୍ଥ। ନାଇଁ, ଆମେ ତ ପୁରା ଅଧ୍ୟାରୋପବାଦ ମେଥଡରେ ଯାଉଛୁ। ତମେ ଯୋଉ ଜୀବ ବିଷୟରେ କହୁଛ ଆମେ ମଧ୍ୟ ସ୍ୱୀକାର କରିଦଉଛୁ, କିନ୍ତୁ ଆମେ ଅପବାଦ କରୁଛୁ ଯୋଉଟା ଆବଶ୍ୟକ ନାହିଁ। ତୋର ଯୋଉ ଡେଫିନେସନ ଯଥାର୍ଥ ପୁରା ଫାଇନାଲ ନାହିଁ, ଆମେ ଫାଇନାଲ କହୁନୁ। ଜୀବର ପରିଭାଷା ଆମେ ବି କହୁଛୁ, କିନ୍ତୁ ତାକୁ ଆମେ ଫାଇନାଲ କହୁନୁ। ଫାଇନାଲ ଯେପର୍ଯ୍ୟନ୍ତ ଶୋଧନ ହେଇନି, ପ୍ୟୁରିଫିକେସନ ହେଇନି। ତତ୍ତ୍ୱମସୀ ମହାବାକ୍ୟ ଦ୍ୱାରା ମହାବାକ୍ୟ ଶୋଧନ କଲେ ଯାଇକି ପ୍ୟୁରିଫିକେସନ ହବ। ସୁନା ଆଣିଲ, ହଁ, ସୁନା ମୁଣ୍ଡାଟିଏ ଖଣିରୁ ଆସିଛି, ଦେଖ ଏଇଟା ସୁନା। ଠିକ ଅଛି, ଆକୁ ବର୍ତ୍ତମାନ ଅଗ୍ନିରେ ପକେଇବା, ସେ ତାର ସେଟିଂ ହବ, ତାପରେ ଅଳଙ୍କାର ପାଇଁ କାମ ଦବ। ହେ ନା? କାରଣ ଯେତେବେଳେ ଆମେ ବିଚାର କରିବା ନା, ଇଏ ବ୍ରହ୍ମ ବିଚାର ପୁରା ସମୁଦ୍ର ଭଳିଆ ଅଥା। ତାପରେ ଲାଷ୍ଟ ବ୍ରହ୍ମାକାର ବୃତ୍ତିରେ ଆଉ ବିଚାର ରହିବନି, ୟା ତ ପୂର୍ଣ୍ଣ ଭକ୍ତିର ଆଉ ବିଚାର ରହିବନି। ମୁଁ ଆପଣଙ୍କୁ ଦିଟା ଏକ୍ଜାମ୍ପଲ ଦଉଛି। ବିଚାର କରିବା, ଯେମିତି ଗୋଟେ ବର୍ତ୍ତମାନ ତାଲାବ, ଯେତେ ଗୋଟେ ଗୋଟେ ତାଲାବ ଟିକେ ସେଠିକି ଯାଆନ୍ତୁ। ଠିକ ଅଛି, ଗଲୁ, ସେଠି ଚୁପଚାପ ବସନ୍ତୁ, ବସିଲୁ। ମୁଁ ଆପଣଙ୍କୁ ମିନିମମ୍ 15-20ଟା ଗୁଡ଼ି ରଖିଛି। ଗୁଡ଼ି ମାନେ କଙ୍କଡ଼। ହଁ, ତାର ବି ଅଲଗା ଅଲଗା ଇଏରେ, 5ଟା ଛୋଟ, 5ଟା ମିଡଲ, ଆଉ ଟିକେ 5ଟା ବଡ଼, ଆଉ ପଥର ଭଳିଆ ଏସବୁ ରଖିଲି। ମୁଁ କହିଲି ଫିଙ୍ଗ, ଗୋଟେ ଗୋଟେ ଫିଙ୍ଗିବ, ଫିଙ୍ଗିକି ଦେଖିବ। ଯେତେବେଳେ ଫିଙ୍ଗିଲେ ଛୋଟିଆରେ ତରଙ୍ଗ ସୃଷ୍ଟି ହେଲା। ହୁଁ, ତ ମନ ଭିତରେ ସେମିତି ତରଙ୍ଗ ହଉଛି। ବ୍ରହ୍ମ ବିଷୟରେ ବି ବିଚାର ତରଙ୍ଗ ହବ। ବିଚାର କଲା ମାନେ ତରଙ୍ଗ ଆସିବ, ବିଚାର ତରଙ୍ଗ। ହଁ, ଯେମିତି ତରଙ୍ଗ ବିଚାର 20ଟା ଗୋଡ଼ି କରି 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 ଅଲଗା ଅଲଗା ହେଲା। ଇଏ ଛୋଟ ହେଲା, ତାପରେ ବଡ, ଆଉ ଟିକେ ବଡ ଅନୁସାରେ ବଡ ତରଙ୍ଗ, ପୁରା ହାଇଏଷ୍ଟ ଯୋଉ ପଥରଟା ଦେଲା ତରଙ୍ଗ ହେଲା। ବର୍ତ୍ତମାନ କିଛି ନାହିଁ, ନୋ ତରଙ୍ଗ। ତଥାପି ଗୋଟିଏ ବିଚାର ଅଛି, ମାନେ ବୃତ୍ତି ଅଛି, ଗୋଟେ ତରଙ୍ଗ ଅଛି। କଣ? ତାଲାବାକାର ବୃତ୍ତି, ତାଲାବାକାର ତରଙ୍ଗ। ସେମିତି ବିଷୟର ଅନେକ ବିଚାର ତରଙ୍ଗ ହବ, କିଛି ବି ନାହିଁ, ଲାଷ୍ଟରେ ଓନ୍ଲି ବ୍ରହ୍ମ ଲିନ ହେଇଗଲା। ତେଣୁ ଏ ଯୋଉ ବିଚାରଣାର ସମୁଦ୍ର ଥା, ପର୍ପଜ କଣ? ଏଇ ବିଚାର, ସବୁ ବିଚାର ଲିନ ହେଇକି ଗୋଟେ ବିଚାର ରହିଲା। ଆଉ ସେ ବିଚାର ଇଟ ଇଜ ନଟ ସୃଷ୍ଟ, ସୃଷ୍ଟି ହେଇନି, ସେ ଅଛି। ଆଚ୍ଛା, ଇଏ ଭକ୍ତିରେ ମଧ୍ୟ ବିଚାରଟା ଲିନ ହେଇଯିବ। ଏହାର ବେଷ୍ଟ ହଉଛି ରାମଚରିତ ମାନସ। ମୁଁ ବର୍ତ୍ତମାନ ଏଇ ଯୋଉ ସତ୍ସଙ୍ଗ ହଉଛି, ଘର ଘର ମେ ସତ୍ସଙ୍ଗ, ଏମିନେଣ୍ଟ ऋषिस ଅଫ ସନାତନ ଧର୍ମ, ଏ ନାଁରେ ୟୁଟ୍ୟୁବରେ ପକଉଛି। ମୁଁ ଟଙ୍ଗ ଦଉଛି 15-20 ମିନିଟରେ। ମୋ ପାଖରେ 21-25 ଜଣଙ୍କର, ଋଷି ମାନଙ୍କର ସବୁ ଟିକେ ଟିକେ ଗୋଟେ ଗୋଟେ ଦେଢ଼ ଦେଢ଼ ପେଜ ସବୁ ଅଛି। ସେଇଟା ମୁଁ କହୁଛି। ଶଶାଙ୍କ ବୋଧେ ଥିବ, ତାଙ୍କ ବାପା ଲେଖିଥିଲେ, ମତେ ବହିଟେ ଦେଲେ ସୁଧାଂଶୁ, ଏଣ୍ଡ ସେଇଟାକୁ ମୁଁ ପଢିକି କହୁଛି। ହଁ, ଅଛି ଶଶାଙ୍କ, କରେକ୍ଟ। ତ
ମୁଁ ବର୍ତ୍ତମାନ ଦିଟା କହିସାରିଲିଣି, ଗୋଟେ ହଉଛି ବଶିଷ୍ଠ ଆଉ ଗୋଟେ ହଉଛି ବିଶ୍ୱାମିତ୍ର। ଆଜି ଛୁଟି ଅଛି, କାଲି ଗୋଟେ ଗୋଟେ କହିବି। ସୁବିଧା ଋଷିଙ୍କ ସହିତ ଆସିଲା ମାନେ ରାମଚରିତ ମାନସ ଭାଗବତ ଆସି ଯାଉଛି। ବଶିଷ୍ଠ ବହୁତ ବଡ ଜ୍ଞାନୀ, ଏତେ ବଡ ଜ୍ଞାନୀ, ଋଗ୍ବେଦର ମଣ୍ଡଳ 10 ମଣ୍ଡଳର ଅ, ଦ୍ରଷ୍ଟା ମଧ୍ୟ। ଅରୁନ୍ଧତୀ ତାଙ୍କର ପତ୍ନୀ, ସିଏ ମଧ୍ୟ ମନୀଷୀ ଋଷି ଥିଲେ। ହେଲା, ବର୍ତ୍ତମାନ ମୁଁ ଡାଇରେକ୍ଟ ଟପିକକୁ ଆସୁଛି। ରାମଚନ୍ଦ୍ର ଏବଂ ରାମଙ୍କର ଗୁରୁ, ଦଶରଥଙ୍କର କୁଳଗୁରୁ, ଠିକ ହେଲା, ଗୁରୁ ସିଏ। ଭଗବାନ ରାମ ପିଲାବେଳେ ତାଙ୍କରି ପାଖରେ ହିଁ ପଢିଛନ୍ତି, କେତେ ସ୍ନେହ ପାଇଛନ୍ତି, ପ୍ରଣାମ ବି କରୁଛନ୍ତି। ଯେମିତି କାଲି ମୁଁ ବିଶ୍ୱାମିତ୍ର, ଆପଣ ଶୁଣିବେ ୟୁଟ୍ୟୁବର, ବେଶୀ ନାହିଁ, 15-20 ମିନିଟ ୟୁ ଲିସନ୍। ମୁଁ ପ୍ରାୟ ସବୁ ଗ୍ରୁପରେ ପଠଉଛି, ମୋତେ ଗ୍ରୁପରେ ମିଳିଯିବ, ଗ୍ରୁପରେ ହିଁ ଦେଖିବେ। ପଛକୁ ପଛ ଯାଇଥିବ, ଜଷ୍ଟ କାଲି ଗୋଟେ ପକେଇଛି, ଆଉ 2 ଦିନ ପୂର୍ବରୁ ଗୋଟେ। ବଶିଷ୍ଠ ବିଶ୍ୱାମିତ୍ର, ତ ବଶିଷ୍ଠ ବିଶ୍ୱାମିତ୍ର ତ କେତେ ଧନ୍ୟ ହଉଛନ୍ତି। ଆହା ମୋ ଜୀବନ ଧନ୍ୟ, ଯୋଉ ପରମାତ୍ମାକୁ ସବୁ ସେବା କରୁଛନ୍ତି, ଆଜି ପରମାତ୍ମା ମୋରି ସେବା କରୁଛନ୍ତି। କାରଣ ବିଶ୍ୱାମିତ୍ର ଶୋଇଛନ୍ତି ଏବଂ ଗୋଡ଼ ଚାପ କରୁଛନ୍ତି। बारंबार लक्ष्मण कहते भैया हो गया, आप सो जाइए, मैं आपका करूंगा, अभी रहो ना। अभी दी भाई जाक करुछने, गुरुदेव सोने दीजिए। गुरुदेव शोला पर धीरे प्रणाम करके, शांत, कौन से आवाज नहीं, आसुचंदे, राम शोई पड़ुचंदे, राम को फिर लक्ष्मण कर राम शोचन, लक्ष्मण बस पादर टिके मुंड देकी शोई पड़ुचंदे। फिर लक्ष्मण तुरंत उठी जाउछंदे, आग अपेक्षा कर राम के उठे। राम उठला पर प्रणाम कर। फिर विश्वामित्र पाखु, गुरु पाखु दिजन जगह जाऊन प्रणाम कर। तो विश्वामित्र जमती भावना, भक्ति रे ही विशेषता। आपण भीतर जदि भक्ति अच्छी, जान मान यू कनेक्टेड विथ गॉड। जदि आप भगवान के सहित कनेक्ट करदे, निश्चय भक्ति आसो। कनेक्ट करना तो भक्ति आसोनी। मोटर चल तो पानी बाहर निश्चय। मोटर चलाउछन्, पानी बाहर ना, समथिंग रॉन्ग अच्छी। मोटर प्रोब्लेम अच्छी, मिशन रे प्रोब्लेम अच्छी, पाइप रे प्रोब्लेम अच्छी, कोठे कोठे प्रोब्लेम अच्छी। देखो भगवान कनेक्ट, निश्चय भक्ति। हाँ, मेरा मेन पॉइंट, भक्ति रे मध्य कौन सा विचार रही नष्ट हो कौन। आहा, चित्रकूट रे भगवान राम, लक्ष्मण, सीता अच्छा, भरत आसुचंदी, पूरा सेना सहित एवं अभिषेक ପାଇଁ ଯେତେ ସାମଗ୍ରୀ ଅଛି। लक्ष्मण से डाउट रे पड़गले, सेना कहीं आनले। निषाद राज भी डाउट पड़गले। निषाद राज परीक्षा कले, जीतिले, माने जानी पारले, देन आहा की भक्ति है। लक्ष्मण भी भूल कले, से भूल रो पश्चाताप करने पे निजे ही कहले, भैया भरत आपको प्रणाम कर रहे हैं, कि मु एटा कहीदेवी, मु भूल तो कर भरत मो पे। से आसिले, दर्शन है, 10 दिन आज्ञा रहिले समस्ते। ए भितर जनक राजा आसीगले। टॉपिक कौन, बस भरत कहते कि आपण जानतु, माँ जो अ, बर अच्छी, बर जो नहीं से सेकंड वाला, फर्स्ट वाला भरत राजा है, सेकंड वाला बनवास है। तो भरत कहते नहीं, मु राजा ही पारे। माँ जानी ना जो संपत्ति, ये जो राज्य, ये राम करो। तो जनकर बिना परमिशन रे कही पारे सी जदि बर मागिଛନ୍ତି कही कही माँ, ताले तांकर पार्टेन मांगवा कथा। दशरथंकर भी एटा अधिकार नहीं, एटा रामकर अधिकार। मु तो जने सेवक, एटा मोर स्वामींकर अधिकार। ये गोटे गला वनवास। तो जदि वनवास को हम मानिबा, ताहले पुओ तो ना में चारि। हाँ, आपण 2 जण पळे आसंतो, शत्रुघ्न भरत, आमे 2 जण अछु, आमे जीवु। जदि नाही, ताहले आपण जणे रुहंतो, आमे 3 जण जाके जाउछु।
କିନ୍ତୁ ଆପଣ ରହିବାକୁ ପଡ଼ିବ। ଏମିତି କହୁ 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 6 ଦିନ 7 ଦିନ ହେଇଗଲା, ଜନକ ରାଜା ଆସିଲେ। ଆଉ ଜନକ ରାଜା ଆସିଲେ, ଆଚ୍ଛା କୌଶଲ୍ୟା ମା ଜାଣିପାରିଲେ ଭରତର ଏତେ ପ୍ରେମ, ଏତେ ଅଧାହ ପ୍ରେମ, ଭଗବାନ ରାମଙ୍କର ଭକ୍ତିରେ କୋଉଠି ସେ ଡୁବି ନ ଯାଉ। କୌଶଲ୍ୟାଙ୍କୁ ଡର ଲାଗିଲାଣି, ଭକ୍ତିରେ ଏତେ। ତ ସେଇଠି ଜନକ ରାଜାଙ୍କ ପାଖକୁ ବଶିଷ୍ଠ ଯାଉଛନ୍ତି, ବଶିଷ୍ଠ କଥାବାର୍ତ୍ତା ହଉଛନ୍ତି। ସେଇଠି ଜନକ ରାଜା କଣ କହୁଛନ୍ତି, କଣ କରିବି, ମୁଁ ଭରତଙ୍କର ଭକ୍ତି ସାଗରରେ ଅଥାହ ପାଇପାରୁନି, ବୁଡି ଯାଉଛି ମୁଁ। ବଶିଷ୍ଠ କହୁଛନ୍ତି ମୋର ବି ସେ କଥା ହେଇଛି। ଆଚ୍ଛା ଜନକ ରାଜ କଣ କହୁଛନ୍ତି ଦେଖନ୍ତୁ, କହିଲେ କଣ ନା ଭକ୍ତି ସାଗରରେ ଆଉ ବିଚାର ରହୁନି। ଯଦି ଆପଣ ବୁଡି ଯାଉଛନ୍ତି ଜୀବନରେ, କଣ ତାର ପ୍ରମାଣ କଣ ସ୍ୱାମୀଜୀ ବୁଡିଯିବାର? ୟୁ ୟୁ ଅଣ୍ଡରଷ୍ଟାଣ୍ଡ ଦିସ୍। ଯଦି ଆପଣଙ୍କ ଭିତରେ କୌଣସି ପ୍ରଶ୍ନ ନାହିଁ, କୌଣସି ଦୁଃଖ ନାହିଁ, କୌଣସି ଉତ୍ତେଜନା ନାହିଁ, ଭକ୍ତିରେ ନିମଜ୍ଜିତ, କିଛି ସବୁ କିଛି ଭଗବାନଙ୍କ ଦ୍ୱାରା ହଉଛି, ବହୁତ ଆନନ୍ଦ। ବଶିଷ୍ଠ କୂଳଗୁରୁ ସେ ନୀତି ନିୟମ ମାନୁଥିଲେ। ଯିଏ ଷ୍ଟୁଡେଣ୍ଟ, ଯିଏ ଛାତ୍ର, ସେ ପ୍ରଣାମ କରିବେ, ତାଙ୍କୁ ଆଶୀର୍ବାଦ ଦେବେ, ଅନ୍ଲି କ୍ଷତ୍ରିୟ ମାନଙ୍କ ପାଇଁ। ସେଇ ସମୟରେ ବି ଏ ଯୋଉ ଶୂଦ୍ର ଥିଲେ ସେମାନଙ୍କୁ ଦୂରେଇ ପ୍ରଣାମ କରନ୍ତି, ସେମାନେ ସ୍ନେହ, ଏମାନେ ଆଶୀର୍ବାଦ ଦିଅନ୍ତି, କିନ୍ତୁ ଏତେ ଟଚ୍ ଆଲିଙ୍ଗନ ଏୟା ନୁହଁ। ତେଣୁ ଯେତେବେଳେ ନିଷାଦ ରାଜ, ଭରତ ଆଦି ସବୁ ଭେଟୁଛନ୍ତି, ତ ଭରତ ଏବଂ ନିଷାଦ ରାଜ କୋଳାଗ୍ରତ କରୁଛନ୍ତି। ଭରତ ନିଜେ ଉଠେଇକି ତାଙ୍କୁ ଆଲିଙ୍ଗନ କରୁଛନ୍ତି। ଏଣ୍ଡ ବଶିଷ୍ଠ ଦେଖିଲେ କି ବାହ, ଭରତର କି ପ୍ରେମ, କି ସ୍ନେହ। କାହିଁକି କୋଳାଗ୍ରତ କଲେ, କି ଇଏ ରାମଙ୍କର ସଖା, ରାମଙ୍କୁ ପ୍ରଣାମ କରିଛନ୍ତି, ରାମ ମାନେ ଇଏ ପ୍ରଣାମ କରିଛନ୍ତି, ରାମଙ୍କୁ ଆଲିଙ୍ଗନ କରିଛନ୍ତି। ଦେଖନ୍ତୁ ବଶିଷ୍ଠ ମଧ୍ୟ ଭରତଙ୍କଠୁ ଶିଖିଲେ, ମାଇଣ୍ଡରେ ଥିଲା। ଭକ୍ତି ସାଗର ଏମିତି ବୁଡେଇ ଦିଏ, ଭକ୍ତି ସାଗର ଏମିତି ଅଥାହ ସାଗରରେ ନିମଜ୍ଜିତ କରେଇ ଦିଏ। ଦେନ୍ କଣ ହେଲେ, ଯେତେବେଳେ ଚିତ୍ରକୂଟରେ ଭଗବାନ ରାମଙ୍କ ସହିତ ଭେଟୁଛନ୍ତି, ସେତେବେଳେ ତ ଭରତ ତ ତଳେ ପଡି ଯାଇଛନ୍ତି ପ୍ରଣାମ କରିକି, ପାହି ପାହି କରିକି। ଲକ୍ଷ୍ମଣ କହୁଛନ୍ତି ତ ଭଗବାନ ଦୌଡୁଛନ୍ତି, କहीं ପଟୁ କହୁଁ ଧନୁ ତୀର, ପଟ ଧନୁ ତୀର ସବୁ ବସ୍ତ୍ର, ଅଙ୍ଗବସ୍ତ୍ର, ଧନୁ ତୀର ତଳେ ପଡି ଯାଉଛି। ଆର ବି ସୁନ୍ଦର ଅର୍ଥ, କାହିଁକି ସବୁ ତଳେ ପଡିଲେ। ଦେନ୍ ଉଠଉଛନ୍ତି, ବସ୍ ଉଠୁନାହାନ୍ତି ଯେ ପର୍ଯ୍ୟନ୍ତ ମତେ କ୍ଷମା କରିବେନି, ଆଲିଙ୍ଗନ କରୁଛନ୍ତି। ଏଇ ସମୟରେ ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କରୁଛନ୍ତି, ହେଲା, ଆପସରେ ସ୍ନେହରେ। ସେତେବେଳେ ନିଷାଦ ରାଜ ଯେତେବେଳେ ଗୁରୁଦେବଙ୍କୁ ପ୍ରଣାମ କରୁଛନ୍ତି, କାରଣ ଇଏ ଯଦିଓ ସବୁ ସାଥି ସାଥି ଅଛନ୍ତି, ଇଏ ଗୋଟେ ମୌକା ପ୍ରଣାମ କରୁଛନ୍ତି। ଯେମିତି ଜଣେ ଜଣେ ଗୋଟେ ଶିଖିଲେ, कहले स्वामी जी ना, हाँ एक चीज, एक डिवोटी से मुझे बहुत अच्छा लगता है ना, कहा आप अगर उनके घर में 5 बार जाते, वो 5 बार प्रणाम करते हैं। प्रणाम भी करते स्टार्टिंग में, फिर जाते समय प्रणाम, आते समय प्रणाम। आप 5 बार गए, प्रवचन से पहले गए, चाय पिया, रहा, फिर गए, क्लास लिया, फिर आया, डिनर खाया, तो भी प्रणाम। ये बड़ा अच्छा चीज है, अर्थात प्रणाम करते ही रहना चाहिए। तो ଏଇଠି ସମସ୍ତେ ସମସ୍ତଙ୍କୁ ପ୍ରଣାମ କରୁଛନ୍ତି। ଯେତେବେଳେ ନିଷାଦ ରାଜ ବଶିଷ୍ଠଙ୍କୁ ପ୍ରଣାମ କରୁଛନ୍ତି, ସେତେବେଳେ କହୁଛନ୍ତି ହେ ରାମ ଭକ୍ତ, କରିକି ନିଷାଦ ରାଜକୁ ଆଲିଙ୍ଗନ କରିଦେବେ। କିତନା ସୁନ୍ଦର। ତା ମାନେ ଆଉ ବିଚାର ରହିଲାନି। ଭକ୍ତିର ସାଗରରେ, ଭକ୍ତିର ସାଗରରେ କି ମୁଁ ହଉଛି ଗୁରୁ, ଆଉ ନିଷାଦ ରାଜ ହଉଛି ଶୂଦ୍ର ଶିଷ୍ୟ, ଆଉ କୌଣସି ବିଚାର, ଧର୍ମ ଅଧର୍ମ ବିଚାର ରହିଲାନି। ଇଏ ହଉଛି ଭକ୍ତିର ପରାକାଷ୍ଠା, ଇଏ ହଉଛି ଭକ୍ତିର ବିଶେଷତା, ଇଏ ହଉଛି ଭକ୍ତିର ଅପୂର୍ବତା। ଜ୍ଞାନର ମଧ୍ୟ, ଜ୍ଞାନର ଥା ସାଗରରେ। ତ ଦି ଜଣ ଯାକ ବଶିଷ୍ଠ ଏବଂ ଜନକ ରାଜ କହୁଛନ୍ତି ତାଙ୍କର ଗୋଷ୍ଠୀରେ ମିଳନ ପୂର୍ବରୁ, କିଛି ବୁଝି ହଉନି। ତ ବଶିଷ୍ଠ ଶେଷରେ କହୁଛନ୍ତି ତାହେଲେ ଏମିତି କରିଦେବା, କଣ ସେ 2 ଜଣଙ୍କୁ ଛାଡ଼ିଦେବା, ସେ ଯାହା କରୁଛନ୍ତି। ନା, ସେୟା ବି ନୁହଁ, ଛାଡ଼ିଦେଲେ ଆମକୁ ନୁକସାନ ଭରତଙ୍କର ହିଁ ହବ। ଭରତଙ୍କୁ ଆମେ ପାଇପାରିବାନି। କୋଉ ଅଥାହ ସାଗରରେ ଯେତେବେଳେ ବୁଡ଼ିଯିବା, ଆମେ ପାଇପାରିବାନି। ଏଣୁ କିଛି ନା କିଛି ଉପାୟ ବାହାର କରିବାକୁ ପଡ଼ିବ। ଦେନ୍ ଲାଷ୍ଟ ଦିନ ବଶିଷ୍ଠ ସୁରୁ କରୁଛନ୍ତି ପ୍ରବଚନ।
ଏମିତି ଧର୍ମ ଇଏ ଓ କିନ୍ତୁ ସେଇ ପ୍ରବଚନ ବି କିଛି କାମ ଦଉନି। ସେ ଜାଣୁଛନ୍ତି ଏସବୁ କିଛି କାମ ଦବନି, କିନ୍ତୁ ମତେ କହିବାକୁ ପଡିବ। କହିକି ଚୁପ୍ ହେଇଯାଉଛନ୍ତି, କହୁଛନ୍ତି ତାପରେ ଆପଣମାନେ ଯାହା ଡିସାଇଡ୍ କରନ୍ତୁ, ଯାହା ରାମ ଡିସାଇଡ୍ କରିବେ, ଯାହା ଭରତ ଡିସାଇଡ୍ କରିବେ। ହେଲା, ବର୍ତ୍ତମାନ ଭରତଙ୍କର ପ୍ରେମରେ ବି ଭଗବାନ ରାମଙ୍କର ବିଚାର ଅଥା ହଉଛନ୍ତି। କହୁଛନ୍ତି ଭରତ, ତୋ ପ୍ରେମରେ ବି ମୁଁ ବାପାଙ୍କର ମାଙ୍କର ବରଦାନକୁ ବି ଅସ୍ୱୀକାର କରିଦେଇପାରେ, କିନ୍ତୁ କଣ ତୁ ଚାହୁଁ? ଦେନ୍ ଭରତ ସ୍ୱୀକାର କରୁଛନ୍ତି, ଠିକ ଅଛି ପ୍ରଭୁ, ଧର୍ମ ଅଧର୍ମ ସବୁ କିଛି ଦେଖିବାକୁ ହେଲେ ଜୀବକୁ ହିଁ ସମର୍ପଣ କରିବାକୁ ପଡେ, ମୁଁ ସ୍ୱୀକାର କରୁଛି, କିନ୍ତୁ ମତେ ଆପଣ आलम्बन दियंतु, मुझे आप दीजिए कुछ, आपके सहारा मुझे चाहिए। भगवान देन पादुका दौरान से पादुका नहीं आସୁଛନ୍ତି, सिंहासन रे बसुनाहांती परंतु सिंहासन रे चरण रे पादुका को रखुଛନ୍ତି, ଯେମିତି ଭାବନା ରଖୁଛନ୍ତି କି ଭଗବାନ ବସିଛନ୍ତି, ଭଗବାନ ହିଁ କରଉଛନ୍ତି ଶାସନ, ମୁଁ ତ ସେବକ। ରହିଲେ କୋଉଠି? ନନ୍ଦୀଗ୍ରାମରେ। ମୁଁ ଯୋଉ ଅଯୋଧ୍ୟା ନେଇକି ଯାଇଥିଲି, ନନ୍ଦୀଗ୍ରାମ ଏମାନଙ୍କୁ ଦେଖେଇଥିଲି, ଭରତ ସେଇଠି ତପସ୍ୟା କରୁଥିଲେ। ଏବେ ଯେମିତି ଦଲିଆ ଖାଆନ୍ତିନି ଗେହୂଁର, ସେ ଦଲିଆକୁ ମୂତ୍ରରେ, ଗୋମୂତ୍ରରେ ଇଏ କରିକି ସିଝେଇକି ଜଷ୍ଟ ଖାଉଥିଲେ, କନ୍ଧମୂଳ। ଭଗବାନ ଯେମିତି କରଉଥିଲେ, ଏଇଟା ବାଲ୍ମୀକି ରାମାୟଣରେ ଲେଖା ହେଇଛି, ଏତେ ତପସ୍ୟା। ଟପିକ ହଉଛି ବିଚାର କରିବା, କିନ୍ତୁ ଅଦ୍ୱୈତ ବ୍ରହ୍ମ ତତ୍ଵରେ ସବୁ ବିଚାର ଲିନ ହେଇଯିବା ଦରକାର। ମୁଁ ଜାଣିବୁଛି କି ଏଇ ରାମଚରିତ ମାନସର ଟପିକ କୁ ଆଣିଲି, ଭଗବାନ କୃଷ୍ଣ ମଧ୍ୟ ଉଦ୍ଧବକୁ କହୁଛନ୍ତି, ତୁ ଯା ବର୍ତ୍ତମାନ ବଦ୍ରୀନାଥରେ, मंदाकिनी रे स्नान, अलकानंदर स्नान कर। मंदाकिनी हूँ केदारनाथ, अलकानंदर स्नान कर, और तोर जो जटा रू पानी बंद पड़ुथो, एवं सेई जटा उन्मुक्त ହେଇକି नरनारायण रूप जो आम अच्छु से तपस्या कर, और समस्त वृत्ति को निमग्न कर दिया, समस्त वृत्ति को निरोध कर दिया, कौन वृत्ति रही सत्य सदा से ହିଁ कले। जहाँ भगवान कृष्ण ठाରୁ भागवत धर्म शुणी तार अंतिम निर्यास से परमात्मा के ठार वृत्ति उपशम करेदेले। तेणु यह तुम्हें करवा उचित, ये जो जीव एंड ईश्वर जो अनेक सब अच्छी तुम्हें निमग्न करेगो। ये जो बर्तमान कहते देख, मुझे तुम कहे ना सांख्य दर्शन आदि से कौन विचार कर 221 देख, बर्तमान टॉपिक को नौ कहते सांख्य दर्शन भी जीव उपर कहते, योग दर्शन कहते, किंतु शुद्ध अ, वेदांत ताकू जान 221 असंग चिद्विभुर्जीव असङ्गचिद्विभुर्जीवः सांख्योक्तस्तादृगीश्वर साङ्ख्योक्तस्तादृगीश्वरः योगोक्तस्तत्त्वमूरर्थौ योगोक्तस्तत्त्वमोरर्थौ शुद्धौताविति चेत् शृणु। शुद्धौ ताविति चेत् शृणु। देखो, जीव विषय सांख्य दर्शन कहूँ असंग, जीव कौन सांख्य दर्शन कहूँ असंग, चित चित स्वरूप विभु, ये जीव कहूँ, जीव विषय कहते तो बढ़िया। तो वेदांत भी यहाँ कहूँ, वेदांत भी कहूँ जो आत्मा वो असंग चित्त विभु कहूँ,
ନାଇଁ ନାଇଁ ନାଇଁ, ଏଇଠି ଫରକ ହେଇଗଲା। କଣ ଫରକ ହେଇଗଲା? ଏମାନେ ଜୀବକୁ କହୁଛନ୍ତି, ଆମେ ଜୀବକୁ କହୁନୁ, ଆମେ ଚେତନକୁ କହୁଛୁ, ମାନେ ଆତ୍ମାକୁ କହୁଛୁ। ଏମାନଙ୍କର କଣ ଫରକ ହେଲା ଦେଖନ୍ତୁ। ତାଦ୍ରିକ ଈଶ୍ୱର ଯୋଗ ତ ଯୋଗ ଦର୍ଶନରେ ଈଶ୍ୱର ବିଷୟରେ ବି କହୁଛନ୍ତି। ବିଷୟରେ ଯୋଗ ଦର୍ଶନ କଣ? ଏ ଯୋଗ ଦର୍ଶନରେ ଈଶ୍ୱର କହୁଛନ୍ତି ପୁରୁଷ ବିଶେଷ। ଇଏ ଗୋଟେ ପୁରୁଷ ବିଶେଷ। କଣ ନା କ୍ଲେଶ, ପଞ୍ଚ କ୍ଲେଶ ଅଛି। ଅବିଦ୍ୟା, अस्मिता, राग, द्वेष, अभिनिवेश, आगो कहते पंच क्लेश। फिर कर्म, कर्म कर्म माने धर्म कर्म, अधर्म कर्म, मिश्रित कर्म। विपाक, विपाक माने फल, फल। कौन बुझाऊन चुपचाप शुण। क्लेश कर्म विपाक आशै अपरामृष्ट अपरामृष्ट पुरुष विशेष ईश्वर। ईश्वर परिभाषा जोग ईश्वर कहते। ओ ये जो पंच क्लेश रु परे एटा मु डायरेक्ट गोटे गोटे करके बुझाऊँ। पंच क्लेश कौन? अस्मिता, अविद्या, अस्मिता, राग, द्वेष, अभिनिवेश। आम जे टिके बुझा तो ना। ओके, अविद्या माने विद्या को न जानिबा, ये हूँ अविद्या। तांकरी भाषा आमरी भाषा मत अविद्या माने अज्ञान, परमात्मा को न जानिबा। तापर अस्मिता, अस्मिता माने परमात्मा को तो जानिलेनी, किंतु मोर निजर जो भावना अच्छी शरीर को नहीं कि हाँ मु अच्छी, मु रोगी, मु दुखी, अस्मिता, अस्मि भाव। अहम को नहीं कि बद्धता भाव, अस्मिता अच्छी। अस्मिता माने मु अच्छी, अ, अविद्या अस्मिता। राग, सुखानुसायी राग, मनटा सुख आड़ को जाऊची, राग अटैचमेंट। द्वेष, दुखानुसायी, मनटा चाहूनी पड़े जाऊची, दुख आसो। द्वेष, जोटे दुख मिल से मन पड़ेगा, द्वेष हो गला, डिटाचमेंट, चाहूनी से। लाइकिंग एंड डिसलाइकिंग रियली शब्द, अटैचमेंट डिसअटैचमेंट न, लाइकिंग एंड डिसलाइकिंग, राग द्वेष। अभिनिवेश तार दीटा अर्थ, शरीर को मु मानना, आ गोटे मृत्यु भय मध्य कह जाए। तो ये हूँ क्लेश, पंच क्लेश। तो ये सब नहीं ईश्वर भितर। फिर कर्म, धर्म कर्म, अधर्म कर्म, मिश्रित कर्म, ये भी नहीं। विपाक, तार फल, तार जो फल तार भी नहीं। फिर आउ कौन रहा? अपरा आशय, आशय माने वासना, गुहाशय, वासना, ये भी नहीं। अपरामृष्ट, आशय को अपूर्व भी कहा जाए, माने योग माने शांति, पूर्व मीमांसा में। तो आशय अपरामृष्ट माने अलग है, माने अछूत, अपरामृष्ट आठारु अलग, ये एटारु परे पुरुष विषय ईश्वर। देखो ईश्वर को एमती पुरुष विशेष कहगला, कौन है? भल कथा ना, भल कथा कौन? अच्छा, केते जन जीव को अनेक मानुचंदी, केते जन ईश्वर जीव को भिन्न मानुचंदी। अच्छा, सांख्य दर्शन जगत को सत्य मानुचंदी, ହେଇଗଲା ନା? କିନ୍ତୁ ଆମମାନେ କଣ କରୁଛୁ ନା, ରେ ବାବା, ଏକ ତ ଜଗତ ମିଥ୍ୟା, ଖାମ ଖାମ ସତ୍ୟ ଉପରେ ତ ପଡି ରହିଛୁ। ଏବଂ ତୁ ଯୋଉ ଜୀବକୁ ଅସଙ୍ଗ ଚିଦ୍ରୂପ ବିଭୂତ କହୁଛୁ, ये ही जीवर वास्तविक अर्थ ना। आमे केते सेया करनु, आमे जीवर दीटा अर्थ नौଛୁ। कौन? गोत्वम पदार्थ आमे शोधन करोଛୁ। गोटे होची अभिधार्थ, आ गोटे होची लक्षणार्थ। त्वम पदर अभिधार्थ कौन ना? उपाधि विशिष्ट,
ଅଜ୍ଞାନ ଉପାଧି ବିଶିଷ୍ଟ ଚେତନ। ତମେ ବି ଚେତନ କହୁଛ, ଆମେ ବି ଚେତନ କହୁଛୁ, କିନ୍ତୁ ସେ ଚେତନ ଉପାଧି ବିଶିଷ୍ଟ, ଇଏ ହଉଛି ଅବିଧାର୍ଥ। ଆମେ ଲକ୍ଷଣାର୍ଥରେ କହୁଛୁ ଓନ୍ଲି ଚେତନ ତତ୍व। ଇଏ ଫରକ। ତୁମେ କଣ କରୁଛ ନା ଜୀବ ଇଏ ହିଁ परमानेंट, ଇଏ ରହିବ ଅସଙ୍ଗତ। जीव असंग कैसे हो? जीव तो संगत्व। जीव चिद्रूप, ठीक चिद्रूप तार रिफ्लेक्शन नहीं, आर असलियत नुह। ତମେ ତାକୁ ଅଶ୍ଳୀୟତ ମାନୁଛ ଆଉ ତାକୁ ମାନିକି ରହୁଛ। ଆମେ ସେୟା କରୁନୁ। ଇଏ ଏବଂ ଆମେ ଈଶ୍ୱର ଜୀବ ବାହାର ଦୃଷ୍ଟିରୁ ଆମେ ମହାବାକ୍ୟ ଶୋଧନ କରୁଛୁ। ଅବିଧ ଦୃଷ୍ଟିରୁ ତା, କିନ୍ତୁ ପରୋକ୍ଷ ଦୃଷ୍ଟିରୁ, ଅପରୋକ୍ଷ ଦୃଷ୍ଟିରୁ ଅଭିନ୍ନ ମାନୁଛୁ। ଇଏ ହଉଛି କଥା। ମାନେ ତତ୍ और त्वम ର अविधार्थ। जो तत् और तुम, तत् माने जीव, तुम माने ईश्वर। यार दीदी का अर्थ ଆମେ କରୁଛୁ। ପରୋକ୍ଷ ଅର୍ଥ, ଅପରୋକ୍ଷ ଅର୍ଥ, ଅବିଧାର୍ଥ and ଲକ୍ଷଣାର୍ଥ। ତମେ ସବୁ ଗୋଟିଏ ହିଁ ମାନୁଛ, ତାହେଲେ ତମେ ଶୋଧନ କରିପାରିବନି। ତମ ଜୀବନରେ ଶୋଧନ ହିଁ ନାହିଁ, ତତ୍ତ୍ୱମସ୍ୟ ଆଦି ଶୋଧନ। ଏ କଥାଟା କହୁଛନ୍ତି 222 222 ରେ। न तत्त्वमोरो भावार्थौ न तत्त्वमोरुभावर्थौ अस्मित् सिद्धं तथाङ्गतौ अस्मित् सिद्धान्ततङ्गतो अद्वैतबोधनायैव अद्वैतबोधनायैव सा कक्षा काचिदिष्यते। सा कक्षा काचिदिच्छते। 221 ଗୋଟେ ଗୋଟେ ଶବ୍ଦକୁ ଦେଖନ୍ତୁ, ତାପରେ ମୁଁ ଯିବି ଭାଷା। ଅସଙ୍ଗ ଚିତ୍ ବିଭୋଃ ଜୀବ ସାଂଖ୍ୟୋକ୍ତ। ସାଂଖ୍ୟ କହୁଛି ଦେଖ ଜୀବ ଅନେକ ଏବଂ ଅସଙ୍ଗ ଏବଂ ବିଭୁ, ଇଏ ହିଁ ପରମାନେंट, ଇଏ ହିଁ ଅର୍ଥ। ଆଉ 15ଟା ଅର୍ଥ କରନି। ଅବିଧାର୍ଥ, ଲକ୍ଷଣାର୍ଥ ये सब करने। तादृक ईश्वर योगोक्त, ईश्वर भी पुरुष विशेष कहते। तौ शुद्धो तत्वमोह। तत्वम पदर शुद्ध अर्थ ही एटा, गोटे ही अर्थ। ଏଇଟାକୁ ବୁଝିବା ପାଇଁ ମୁଁ ଟିକେ ପଛକୁ ଆସିଲା ଆଉ ଥରେ। ତौ ଶୁଦ୍ଧୁ ତତ୍ୱମ୍ ମୋହ। ତତ୍ୱମ୍ ମାନେ ତତ୍ୱମ୍, ତତ୍ and ତ୍ୱମ୍, ତମୋହ, ଏଇଟା ବୁଝି ହବନି। ଯାହା ପାଖରେ ବହି ଅଛି ସେ ଟିକେ ଆନନ୍ଦ ନେବେ। 221 ତଳଟା योगक्तो तत्वमोह। तत्वमोह ମାନେ ଏଇ ଯୋଉ କହାଗଲା योगक्तो ସେପଟେ ପଳେଇବ ईश्वर ପାଇଁ। तौ शुद्ध, शुद्ध ଗୋଟେ ଶବ୍ଦ ଅଛି कि ये जो तत्वम, तत् और त्वम, ये जो अर्थ ଏଇଟା ହିଁ शुद्ध अर्थ। ଏତି ଚେତ୍ କହୁଛନ୍ତି। ଶୁଣୁ, କିନ୍ତୁ ନା ଶୁଣ କଣ? तत्वमोह उभय अर्थो अस्मित् सिद्धांतताम न गतो। हम माने सही मानो ना हो हमारे अस्मिन उभौ तो अस्मत्, अस्मत् माने अमर, अमर माने अद्वैत वेदांत में पंचदेशिकार विद्यारण्य कहते आमर सिद्धांत अद्वैत वेदांत आम मानुनु। तमें जोटा कौच गोटे ही अर्थ, केमती गोटे अर्थ तो हबनी। व्यवहार भी मनुष्य गोटे अर्थ करूनी, दी दिटा अर्थ ने पड़ुची। अद्वैत बोधनाय, हाँ, ଯେତେବେଳେ ପୂର୍ବ ପକ୍ଷ ଦୃଷ୍ଟିରୁ ଯିବ ଅଦ୍ୱୈତ ବୋଧ ପାଇଁ ଏବ ସା କାଚିତ କକ୍ଷା ଇଷ୍ୟତେ। ପ୍ରଥମ କକ୍ଷାରେ ଆମେ ସ୍ୱୀକାର କରିଦଉଛୁ। ଭଲ ଭାବେ ଦେଖନ୍ତୁ, ସା କକ୍ଷା କାଚିତ ଇଷ୍ୟତେ, ପ୍ରଥମ କକ୍ଷାରେ ଆମେ ମାନି ଯାଉଛୁ, ବିଚାର କରିଦଉଛୁ। ୟେସ୍, ଜୀବର ୟା ଲକ୍ଷଣ। अल्टिमेटली आम दी दिटा अर्थ करुଛୁ।
ଯେମିତି ଆମେ ଆମେ ଜଳାକାଶ ଏବଂ ଘଟାକାଶ ନଉଛୁ, ତମ ମାନେ କିଛି କହୁନ, ଗୋଟିଏ ହିଁ ସବୁ କିଛି ଅଛି। ଆମେ ମାନେ କଣ କରୁଛୁ, ଜଳାକାଶ ଟା ଦେଖାଯାଉଛି, ଘଟାକାଶ ଟା ତଳକୁ ରହୁଛି। ଏବେ ଯେମିତି କିଏ ଜଣେ ମେସେଜ ପଠେଇଥିବ, सपोज आपण मैंने पठेइथियो मते आपणकर वॉइस रिकॉर्डिंग भेजा होगा, और उसके बाद तुरंत और कुछ एक मैसेज दिया, तो मैंने मैसेज देखा, वॉइस में रिकॉर्डिंग देखा नहीं, और वो भी आएगा कि ग्रीन। अब स्वामी जी ने बुलाया नहीं, तो कौन है ना, वॉइस रिकॉर्डिंग टा दबी गला यार, लास्ट मैसेज जब। तो ये सब जिनस प्रोब्लेम अन्य दर्शन रे हबो, से सबको गोटे मानुଛନ୍ତି ଆଉ। ଆମେ କହୁଛନ୍ତି ନାଇଁ ଆମର ଦିଟା ଅଲଗା ଅଲଗା, ଜଳାକାଶ ଅଲଗା, ଘଟାକାଶ ଅଲଗା। କିନ୍ତୁ କିନ୍ତୁ କଣ ଅନନ୍ୟ ଅଧ୍ୟାସ ହେଇଯାଇଛି, ତାପରେ ଜଣେ ଜଣକୁ ଛିପେଇ ଦେଇଛି। ଆମେ ବିବେକ କରୁଛୁ, ଆମେ ତତ୍ତ୍ୱମସୀ ମହାବାକ୍ୟ ଶୋଧନ କରାଉଛୁ। ତମମାନେ ତତ୍ର ଅର୍ଥ ଗୋଟିଏ, ପୁରୁଷ ବିଶେଷ ସରିଲା। ତୋମ ଅର୍ଥ ଏୟା ତମେ ମାନୁଛ, ତୋମ ଫେର ଜୀବାତ୍ମା ଅନେକ କହୁଛ। ଆମେ जीवात्मा अनेक, आमे भी कौच जीवात्मा, किंतु ता भितरे जो ब्रह्म आत्मा सी गोटी। आमे भेद मानुଛୁ, ଆମ भेदटा ହଉଛି ମାନେ ପାରମାର୍ଥିକ भेद ନୁହଁ। ପାରମାର୍ଥିକରେ ଜୀବ ବ୍ରହ୍ମର भेद ଆମେ ମାନୁନୁ। ପାରମାର୍ଥରେ ଜୀବ ଈଶ୍ୱର ଏକି, ଏ କିନ୍ତୁ ବ୍ୟବହାରିକ ରାମ ମାନୁଛୁ। ଔପାଧିକ भेद, ବ୍ୟବହାରିକ भेद। କୂଟସ୍ଥ ଆଉ ବ୍ରହ୍ମ ଭିତରେ ଫରକ ବିଲକୁଲ ନାହିଁ। किंतु शरीर को नहीं कि जैसे आप अहम ब्रह्मास्मि, ए भी अहम कूटस्थ एक है, तो ए भी एंड एक है, पारमार्थिक दृष्टि गोटी किंतु व्यवहारिक दृष्टि हम मानुଛୁ कौन ना, जितने शरीर को नहीं कि कहवा एक है कूटस्थ, शरीर को न नहीं कि कहवा ए भी अहम ब्रह्मास्मि। आम मानकर जो टॉपिक अनेक सिद्धांत अच्छे, अध्यारोप अपवाद, तुम मानकर अध्यारोप अपवाद नहीं, योग एंड सांख्य, कारण तुम चाहून बस जहाँ लक्षण दौच से परमानेंट, तुम जो सुना मुंडा टाक सफा करने भी चाहून। जो सुना मुंडा जीवात्मा रूप को मिली असंग चिद विभु बोली कहीदे कि रखुच, केमती हम ताले बंधन रु मुक्त केमती हो। एवं देख बाबा, आमर गोटे सिस्टम अच्छी कौन, मनुष्य देह भावी से देह नहीं करके जीव आड़ को गला ना, न अहम देह अहम जीव, तापर कौन है जीव नुह आत्मा। जमी मनुष्य बिल्कुल नास्तिक था, क्या पूजा कर देन कहला अच्छा पत्थर को पूजा कर, जंगल को पूजा कर, गछ को पूजा कर, आकाश को पूजा कर, चंद्र को पूजा कर, साप को पूजा कर, देन पूजा कर देन देवता आड़ को गले। तो नास्तिक को कहगला जहाँ कहले तुम पूजा कर भगवान बोली भाव, कुल देवता से कुल देवता, ये देवता सी देवता, देन देव उपासक करागला, देन ईश्वर उपासक, देन ईश्वर ब्रह्म तत्व को जानापे ये सब भिन्न भिन्न कक्षा हुए, स्टेजेस, एटा स्वीकार करा जाए। अच्छा ना, ताले तत्वर्थों का पदार्थ शोधन र प्रयोजन कौन ना, देखो शोधन र प्रयोजन बताऊँ। ये टॉपिक टा आपण कुआड़ कौन नेले, कुआड़ कौन नेले माने ये जो ईश्वर र अर्थ, माया र अर्थ क्लैरिटी तमे बुझियो। ओके, आपण जहाँ कहउछन मानिया पड़ियो, यस। तत्तम पदार्थ काहेकि करा जाउछि, सुनो, अनादि मायया भ्रांता अनादिमायया भ्रान्ता जीवेशौ सुविलक्षणौ जीवेशौ सुविलक्षणौ मन्यन्ते तद्युदासाय
मन्यन्ते तद्युदासाय केवलं शोधनन्तयोः। केवलं शोधनं तयोः। अनादि माया, ये जो माया ना, माया अनादि, तारी जगु भ्रांति, तारी जगु भ्रांति रू जीव ईशो सुविलक्षण मन्यन्ते। जीव ईश्वर अलग अलग मानुच, विलक्षण भिन्न मानुच, माया जगु जीव या ईश्वर से। हाँ, तो केवलम तत् ही उदासाय, उदासाय माने हटेवा पाई, ये भ्रांति को हटेवा पाई। उदास माने मुंह उदास है वो नहीं, उतासाय माने हटेवा पाई। ये भ्रांति को हटेवा पाई ही तत्वमर शोधन करा जायछि। जमते सोना है, अ, जमीन से खान से लाए, तुरंत उसको बना दोगे क्या? नहीं बनेगा ऐसे, उसको फिर मेल्टिंग करना पड़ता है, प्यूरिफिकेशन करना पड़ता है। बक्साइड जो आता है और दामनजोड़ी में अच्छी हमरो बक्साइड आसिला कौन ସେଇଠୁ ହେଇଯିବ ନାହିଁ, ତାକୁ ସ୍ମେଲ୍ଟର ଅନୁଗୁଳରେ ଆସୁଛି, କାରଣ କୋଇଲା ଅଛି ବୋଲି ସିପିପି ସ୍ମେଲ୍ଟର ସବୁ କରିକି ତାକୁ ହବ, ତାପରେ ଯାଇକି ଆଲୁମିନିୟମ ହବ, ତରଳ ପଦାର୍ଥ ହବ, ଏତେ ସବୁ ଅଛି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଯୋଉ ଷ୍ଟିଲ୍ ବି ବାହାରୁଛି ତା ପୂର୍ବରୁ ବି ଅଛି, ଏହା ହେଲା ପରେ ଷ୍ଟିଲ୍ ହବ, ଏମିତି ନା। ଏଥିପାଇଁ ତତ୍ତ୍ୱମସିର ମହାବାକ୍ୟ ଶୋଧନ ବହୁତ ଦରକାର, ସେଥିପାଇଁ କୁହାଯାଇଛି। ତମେ କଣ କରୁଛ? ଅନ୍ୟାନ୍ୟ ସବୁ ଦର୍ଶନ ଗୋଟିଏ ହିଁ କରିଦଉଛ, ବସ୍ ସେଥିପାଇଁ କୁହାଯାଇଛି। ଓକେ, ଓକେ। ତ ଜୀବ ଆଉ ବ୍ରହ୍ମର ତତ୍ତ୍ୱମସି କହିବେ, ଟିକେ ବତେଇବେ, ନିଶ୍ଚୟ ବତେଇବେ, ଏଇଟା ତ ହିଁ ଆମ ମାନଙ୍କର କାମ। ତ ବର୍ତ୍ତମାନ ଏଗେନ୍ ଘଟାକାଶ, ମହାକାଶ, ଜଲାକାଶ, ମେଘାକାଶ ଯୋଉ ପ୍ରଥମେ ବତେଇଥିଲେ ନା, ହଁ, 18, 19, 20, 21ରେ ସବୁ ବର୍ଣ୍ଣନ ଥିଲା, ତାକୁ ଆଉ ଥରେ ନଉଛନ୍ତି ବତେଇବେ, କ୍ଲିୟର ହବ। ओके, हरिओम। ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। ओम शांति शांति शांति।